କେବେ ହେଲେ ମଧ୍ୟ ଡାଉନଲୋଡ୍ କରିପାର ନାହିଁ। ସବୁବେଳେ ସିକ୍ୟୁର ସେଫ୍ଟି ଡାଉନଲୋଡ୍ ଏବଂ ଷ୍ଟୁଡେଣ୍ଟମାନଙ୍କ କ୍ଷେତ୍ରରେ ଯେଉଁଟାକି ପ୍ରତ୍ୟେକ ବିଦ୍ୟାଳୟ ଷ୍ଟୁଡେଣ୍ଟ ଫଲୋ କରୁଛନ୍ତି, ବର୍ତ୍ତମାନ ମଧ୍ୟ ଫଲୋ କରୁଛନ୍ତି ଏବଂ ଜାଣିନାହାନ୍ତି, ସେଇଟା ମୁଁ ଏଠାରେ ସୂଚନା ଦେବା ପାଇଁ ଚାହୁଁଛି। ସେଇଟା ହେଲା ଯେ କୌଣସି ଶିକ୍ଷାଗତ ବିଷୟ ଜାଣିବା ପାଇଁ ସେମାନେ ୟୁଟ୍ୟୁବକୁ ଫଲୋ କରିଦିଅନ୍ତି। ଯେ ୟୁଟ୍ୟୁବରେ ଗୋଟେ ସାଇଟ୍ ଆସିଲା, ସେ ମାନେ ୟୁଟ୍ୟୁବରେ ସାର୍ଚ୍ଚ କରିଦେଲେ, ସାର୍ଚ୍ଚ କରିଦେଲା ପରେ ଜଣେ ଆସିଲା କିଛି କହିଲା, ମାନେ ସେଇଟା ଯଦି ନିଜର ଟପିକ୍ ରିଲେଟେଡ୍ ଥିବ ତାହେଲେ ତାକୁ ସେମାନେ ଦେଖେଇ ଯାଆନ୍ତି। ପ୍ରକୃତିରେ ସେଥିରେ ମଧ୍ୟ ରହିଥାଏ ଯେ କିଏ ସେ ଆମର ୟୁଟ୍ୟୁବର କିଭଳି ପରମିଶନ ଆଣିଛି, ସେ ଯେଉଁ ତଥ୍ୟ ଦେଇଛି କେତେ ମାତ୍ରାରେ ତାହା ସିକ୍ୟୁର ଏବଂ ସତ୍ୟ ରହିଛି, ଏଇଟା ଅନୁସନ୍ଧାନ କରିବା କଥା। ଯଦି ଅନୁସନ୍ଧାନ ନ କରିବେ ତାହେଲେ ସେଥିରେ ମଧ୍ୟ ତ୍ରୁଟି ଥାଏ ଏବଂ ପରେ କିଛି ମାଲୱାରର କଣ୍ଟାକ୍ଟ ଆସିବାର ସମ୍ଭାବନା ଥାଏ। ମୁଁ ଦିଲ୍ଲୀ ଗୋଟେ ପ୍ରେଜେଣ୍ଟ କରୁଥିଲି ଗୋଟେ ସେମିନାର ପାଖରେ ଏବଂ ସେହି ସମୟରେ ମୁଁ ପେନ୍ଡ୍ରାଇଭ୍ ସେଇ ଦେବା ପୂର୍ବରୁ ଗୋଟେ ତାଙ୍କର ହାଇସ୍କୁଲ ଲାଇବ୍ରେରୀ ଥିଲା, ସେ ଜାଗାରେ ଯେତେବେଳେ ମୋର ପେନ୍ଡ୍ରାଇଭ୍ଟା ଗଲା ମାନେ ସବୁ ସିଷ୍ଟମ୍ ବନ୍ଦ ହେଇଗଲା। ତାହେଲେ ମୁଁ ସପୋଜ୍ କଲି କିଛି ଗୋଟେ ଟେକ୍ନିକାଲ ଇସ୍ୟୁ ରହିଛି ଏବଂ ସେହି ଜାଗାରେ ସେଇ ପେନ୍ଡ୍ରାଇଭ୍ଟି ଆମେ ଯେତେବେଳେ ପେନାଲ ବୋର୍ଡ ୟୁଜ୍ କରୁ କିଛି ପ୍ରୋବ୍ଲେମ୍ ହେଲାନି ଏବଂ ଯାହା ପାୱାର ଯାହା ଥିଲା ସେ କିଛି କରିଦେବ। ଏବେ ଗୋଟେ କ୍ୱେଶ୍ଚନ୍ ଆସୁଛି ଯେ ମାଲୱାର ଆଟାକ୍ ଯଦି ହେବ ଅଥବା ରାନ୍ସମ୍ ଯଦି ହୁଏ ତାହେଲେ ଅନେକ ତଥ୍ୟ ଗୁଡ଼ାକ ସେ ସ୍କ୍ୟାମ୍ର କଣ୍ଟାକ୍ଟ ଯଦି ଆସିବା ତାହେଲେ ଅନେକ ସମୟରେ ଆମର ଡାଟା ଯାହା ରହିଛି ସେଇ ଡାଟା ତ ଚୋରି ହେବ ଏବଂ ଆମ ବିଷୟରେ ପର୍ସନାଲ ଇନଫର୍ମେସନ୍ ଦେବା ପାଇଁ ମଧ୍ୟ ଇନଫର୍ମେସନ୍ ଆସିବ ଯେ ଇମିଡ଼ିଏଟ୍ ଆପଣଙ୍କର ପର୍ସନାଲ ଏଇଟା ଅପଡେଟ୍ କରିବା ପାଇଁ ଦରକାର ପଡ଼ୁଛି ଏବଂ ଆପଣଙ୍କର ବ୍ୟାଙ୍କ ଡିଟେଲ୍ସ, ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ, ଆପଣଙ୍କର ଯଦି ATM କାର୍ଡ଼ ରହିଛି ତାର ଡିଟେଲ୍ସ ଗୁଡ଼ାକ ଦେବାକୁ ଅନୁରୋଧ କରିବେ ଏବଂ ଆମେ ଯଦି ସେୟାର କରିବା ତାହେଲେ ନିଶ୍ଚିତ ଭାବେ ଅସୁବିଧା ହେବାର ସମ୍ଭାବନା ରହିଛି। ତାପରେ ସାଇବର ବଲିଂ କଥା ଅନେକ କ୍ଷେତ୍ରରେ ହୁଏ ଯେ ଯେତେବେଳେ ତୁମ ଅଞ୍ଚଳରେ ଗୋଟିଏ ଫଙ୍କସନ୍ ରହିଛି କିମ୍ବା ତୁମ ପାର୍ଟି ରହିଛି କିମ୍ବା ତୁମର ମ୍ୟାରେଜ୍ ଆନିଭର୍ସରୀ ରହିଛି, ଏଇ ଉଦ୍ଦେଶ୍ୟରେ ଗୋଟିଏ ଗିଫ୍ଟ ଆସିଛି କିମ୍ବା ଗୋଟିଏ ଲଟେରୀ ଯୋଗୁଁ ତୁମେ ଏତିକି ଟଙ୍କା ଜିତିଛ, ଏଇଭଳିଆ ସୂଚନା ଆସେ। ତେଣୁ ନିଶ୍ଚିତ ଭାବେ ସମସ୍ତେ ତା ପ୍ରତି ସତର୍କ ହେବାଟା ନିହାତି ଜରୁରୀ ଏବଂ ଆମେ କୌଣସି ତଥ୍ୟକୁ ସାର୍ବଜନୀନ ନ କରିବା ଉଚିତ ଏବଂ ତାଙ୍କ ପାଖକୁ କୌଣସି ତଥ୍ୟ ଦେବା ଉଚିତ ନୁହେଁ। ସେମାନେ କହନ୍ତି ଯେ ଯେହେତୁ ବାର୍ଥଡେ ପାର୍ଟି ତମର ଅଛି, ଏହି ଅବସରରେ ଯଦି ସେ ମୋବାଇଲ বা তার ଯେଉଁ ରହିଛି ଟ୍ରାଞ୍ଜାକ୍ସନ୍ ବାରମ୍ବାର ହେଉଥିବ, ସେଥିପାଇଁ ଆସିଲା ଗୋଟେ ଇନଫର୍ମେସନ୍ ତୁମେ ବାରମ୍ବାର ମନି ଟ୍ରାଞ୍ଜାକ୍ସନ୍ କରୁଛ, ବ୍ୟବହାର କରୁଛ, ସେଇଥିପାଇଁ ତୁମର ଏଇ ଯଦି ସେ ବ୍ୟବହାର କରୁନଥିବ ତାହେଲେ ତୁମେ ମନି ଟ୍ରାଞ୍ଜାକ୍ସନ୍ କରୁନାହ, ସେଥିପାଇଁ ଏଇଟା ଗୋଟେ ସୁଯୋଗ ଯେ ଆପଣଙ୍କୁ ଏଇଭଳି ଆକର୍ଷଣ କରିବା ପାଇଁ ତୁମ ପାଇଁ ସୁଯୋଗ ଏଇଭଳିଆ କହିଥାନ୍ତି ଏବଂ ସେ ଗିଫ୍ଟଟା ପାଇବା ପାଇଁ କିଛି ଟଙ୍କା ମଧ୍ୟ ମାଗିଥାନ୍ତି ଏବଂ ସେ ଗିଫ୍ଟର ଯାହା ସେମାନେ ସୂଚନା ଦେଇଥାନ୍ତି ତାହାକୁ ଭିଡ଼ିଓ ମାଧ୍ୟମରେ ସେମାନେ ପଠାଇ ଦେଇଥାନ୍ତି। ଏଇ ଗିଫ୍ଟ ମିଳିବ, ଏହାର ପ୍ରକୃତ ଦାମ ଏତିକି ଏବଂ ଯେହେତୁ ତୁମେ ସିଲେକ୍ଟ ହୋଇଛ ଏତିକି କମ୍ ଦାମରେ ତୁମକୁ ମିଳିବ। ଏଇଭଳିଆ ଯେତେବେଳେ ଆସେ ଆଉ ଯେତେବେଳେ ତାର ସେ ଅନ୍ୟମାନେ କାହାକୁ ନ ଜଣାଇ ସେ ଯେ ୟୁଜ୍ କରୁଛନ୍ତି ସେମାନେ କିଛି ଟଙ୍କା ଦେଇଦିଅନ୍ତି ଏବଂ ଧୀରେ ଧୀରେ ତାର ମାତ୍ରା ବଢ଼ିଯାଏ ଏବଂ ଯେହେତୁ ତା ବିଷୟରେ ଜାଣିପାରିଥାନ୍ତି ସେ ସାଇବର ଯେଉଁ ବଲିଉଡ଼୍ଟା କହିଲେ ଯେଉଁମାନେ ଏଇଟା ଅପରେଟ୍ କରୁଛନ୍ତି ସେମାନେ ଯେତେବେଳେ ଜାଣିଯାଆନ୍ତି ଯେ ଏହାକୁ ଭାଗ କରିବା ସମ୍ଭବ, ତାହେଲେ ସେମାନେ ଧୀରେ ଧୀରେ ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣା ଦିଅନ୍ତି ଯେ ଇମିଡ଼ିଏଟ୍ ଏତିକି ଟଙ୍କା ଦରକାର, ନହେଲେ ତୁମେ ଯେଉଁ ତୁମର ଫୋନ୍ ପେରେ ଦେଇଛ ବା ଗୁଗଲ୍ ପେରେ ଦେଇଛ ସେ ସବୁ
ହ୍ୟାକ୍ ହୋଇଯିବ। ତୁମ ଆକାଉଣ୍ଟରେ ଯାହା ପଇସା ଅଛି ସବୁ ଚାଲିବ। ଆମେ ସବୁ ଦେବାକୁ ଚାହୁଁନାହୁଁ, କିନ୍ତୁ ଏତିକି ମାତ୍ର ଟଙ୍କା ଦରକାର। ଏଇ ଗୋଟିଏ ମାନସିକତା ଯେତେ ଲଗେଇକି ଶେଷରେ ସେ ତାର ଶିକାର ହୁଏ। ତେଣୁ ପରିଶେଷରେ ଯେତେବେଳେ ଯେଉଁ ସ୍ଥାନରେ ପହଞ୍ଚି ଥାଏ ଆଉ କିଛି ତାର କରିବା ବାକି ନଥାଏ। ଏବଂ ବ୍ୟାଙ୍କ କଥା ଅନଲାଇନ୍ ବ୍ୟାଙ୍କ କଥା ବହୁତ କିଛି କହିଲେ ସେ ବିଷୟରେ ମୁଁ ଆଉ କିଛି କହିବି। ତେଣୁ ଛାତ୍ର ଜୀବନରେ ନିଜେ ଡିଜିଟାଲ ଲିଟରେସି କଥା ଏବଂ ଡିଜିଟାଲ ସାକ୍ଷର ହେବା ଦରକାର। ଆଉ ଗୋଟେ ପଏଣ୍ଟ କହିବାକୁ ପ୍ରତିଯୋଗିତା ସେଟା ହେଉଛି ଏଆଇ ଲିଟରେସି। ଏଆଇ ଲିଟରେସି ଆମେ ସମସ୍ତେ ଜାଣୁଛୁ ଏଆଇରେ ଯଦି ସାର୍ଚ୍ଚ କରିବା ସବୁ ତଥ୍ୟ ଆସିଯିବ ଏବଂ ଇମିଡ଼ିଏଟ୍ ଆସୁଛି ଏବଂ ତାହା କେମିତି ଶିଖିବ। ଆଗାମୀ ଦିନରେ ଏଆଇ ଉପରେ ବହୁତ ଗୁଡ଼ିଏ ଟ୍ରେନିଂ ହେବ ଏବଂ ପ୍ରତ୍ୟେକ ସମସ୍ତେ ଜାଣିବା କଥା ତାହା କେମିତି ଶିଖିବ। ଯେଉଁ ଏଆଇ ପାଇଁ ଆମେ ବ୍ୟବହାର କରୁଛୁ କେଉଁଟା ପାରମିଶନ ମିଳିଛି କେଉଁଟା ନାହିଁ କେଉଁଟା ଏଇଟା ଏବଂ କେଉଁ କ୍ଷେତ୍ରରେ ଆମେ ପ୍ରୟୋଗ କରିବା ଏଇଟା ସାଧାରଣତଃ ସେଟା ସମୟ ରହିବ। ଆମେ ଯଦି ଅନୁସନ୍ଧାନ କରିବା ଆମେ ଜାଣିବା। ତେଣୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଯେଉଁ ଉପସ୍ଥିତ ଅଛନ୍ତି ଆମେ ଯଦି ସମସ୍ତେ ନିଜେ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ସଚେତନ କରାଇବା ତାହେଲେ ଏହି ସାଇବର ନିରାପତ୍ତା ସମ୍ବନ୍ଧୀୟ ଜ୍ଞାନ ସମସ୍ତେ ଆହରଣ କରିବେ ଏବଂ ବିପଦ ମୁକ୍ତ ରହିବେ। ଏତିକି